ବେନ୍ ସିରାକଙ୍କର ପ୍ରଜ୍ଞା ପୁସ୍ତକ ଅଧ୍ୟାୟ 23। ଆତ୍ମନିୟନ୍ତ୍ରଣ ପାଇଁ ପ୍ରାର୍ଥନା। ହେ ପ୍ରଭୁ, ମୋର ପିତା ଓ ଜୀବନର ଶାସକ, ସେମାନଙ୍କ ପରାମର୍ଶର ବଶୀଭୂତ ହେବା ପାଇଁ ମୋତେ ତ୍ୟାଗ କର ନାହିଁ ଏବଂ ସେମାନଙ୍କ ଯୋଗୁଁ ପତିତ ହେବା ପାଇଁ ମୋତେ ଛାଡ଼ି ଦିଅ ନାହିଁ। ମୋର ଚିନ୍ତାଧାରାକୁ ସୁଗମ ପଥ ଦେଇ କଢ଼ାଇ ନେବା ସକାଶେ ଚାବୁକ ସମୂହ ଯଦି ଉପସ୍ଥିତ ହୋଇଥାନ୍ତା, ମୋର ମନକୁ ତାଲିମ କରିବା ନିମନ୍ତେ ପ୍ରଜ୍ଞା ଯଦି ବିଦ୍ୟମାନ ହୋଇଥାନ୍ତା, ମୋର ଭୁଲ ସବୁ ପ୍ରତି ସେଗୁଡ଼ିକ କେବେ ହେଁ ଦୟା ପ୍ରଦର୍ଶନ ନ କରୁ ଓ ମୋର ପାପ ସକଳ ନିୟନ୍ତ୍ରଣାତୀତ ନ ହେଉ, ତାହାହେଲେ ମୋର ଭୁଲ ସବୁ ବର୍ଦ୍ଧମାନ ହେବ ନାହିଁ ଓ ମୋର ପାପଗୁଡ଼ିକ ପରିବର୍ତ୍ତିତ ହେବ ନାହିଁ। ତେବେ ଯାଇ ମୋ ବିରୋଧୀମାନଙ୍କ ସମ୍ମୁଖରେ ମୁଁ ପତିତ ହେବି ନାହିଁ ଓ ମୋର ଶତ୍ରୁ ମୋ ସମ୍ବନ୍ଧରେ ଆନନ୍ଦିତ ହେବ ନାହିଁ। ହେ ପ୍ରଭୁ, ପିତା ତଥା ମୋ ଜୀବନର ଈଶ୍ୱର, ଅହଙ୍କାରପୂର୍ଣ୍ଣ ଚକ୍ଷୁ ମୋତେ ପ୍ରଦାନ କର ନାହିଁ। ମୋ ଠାରୁ ଅନିଷ୍ଟ କାମନା ଦୂରେଇ ରଖ। ଅତ୍ୟାହାରର ଆସକ୍ତି କିମ୍ବା ଭୋଗବିଳାସ ମୋତେ ଅଧିକାର ନ କରୁ। ନିର୍ଲଜ୍ଜ କାମନା ହସ୍ତରେ ମୋତେ ସମର୍ପଣ କର ନାହିଁ। ଜିହ୍ୱାର ସଦ୍ବ୍ୟବହାର। ହେ ସନ୍ତାନଗଣ, ବାକ୍ୟାଳାପ ସମ୍ବନ୍ଧୀୟ ଶିକ୍ଷୋପଦେଶ ପ୍ରତି କର୍ଣ୍ଣପାତ କର। ଯିଏ ତାହାକୁ କାର୍ଯ୍ୟରେ ପରିଣତ କରେ, ସେ କେବେ ହେଁ ଦୋଷୀ ସାବ୍ୟସ୍ତ ହେବ ନାହିଁ। ଜଣେ ପାପୀ ତାର ଅଧର ଦ୍ୱାରା ଫାଶାନୁବଦ୍ଧ ହୁଏ ଏବଂ ନିନ୍ଦୁକ ତଥା ଅହଙ୍କାରୀ ତାହା ଜରିଆରେ ଝୁଣ୍ଟି ପଡ଼େ। ଶପଥ ଗ୍ରହଣ କରିବାକୁ ତୁମ ମୁଖକୁ ଅଭ୍ୟସ୍ତ କରାଅ ନାହିଁ ଓ ପବିତ୍ରତମଙ୍କ ନାମକୁ ଅଭ୍ୟାସଗତ ଭାବେ ଉଚ୍ଚାରଣ କର ନାହିଁ। ନିରନ୍ତର ପ୍ରହାରିତ ଜଣେ ଦାସୀର ଶରୀର ଯେପରି କ୍ଷତରୁ ବଞ୍ଚିତ ହୋଇ ରହେ ନାହିଁ, ସେହିପରି ଯେ ସଦାସର୍ବଦା ଶପଥ କରେ କିମ୍ବା ସେହି ନାମ ଉଚ୍ଚାରଣ କରେ, ସେ ପାପରୁ ପରିଷ୍କୃତ ହୋଇପାରିବ ନାହିଁ। ଯିଏ ଅନେକ ଶପଥ ଗ୍ରହଣ କରେ, ସେ ଦୋଷରେ ପରିପୂର୍ଣ୍ଣ ହେବ ଓ ଶାସ୍ତି ତା ଗୃହରୁ ପ୍ରତ୍ୟାହୃତ ହେବ ନାହିଁ। ଯିଏ ଶପଥକୁ କାର୍ଯ୍ୟକାରୀ ନ କରେ, ସେ ଦୋଷ କରେ ଓ ଯିଏ ତାହା ପ୍ରତି ଅବଜ୍ଞା କରେ, ସେ ଦ୍ୱିଗୁଣ ପାପ କରେ। ଯିଏ ମିଥ୍ୟା ଶପଥ କରେ, ସେ ନିର୍ଦ୍ଦୋଷୀ ସଦୃଶ ପରିଗଣିତ ହେବ ନାହିଁ। ତାର ଗୃହ ବିପଦରେ ପରିପୂର୍ଣ୍ଣ ହେବ। ମୃତ୍ୟୁ ସଦୃଶ ହୋଇଥିବା ଏକ ପ୍ରକାର ଶପଥ ଅଛି, ଯାକୁବଙ୍କ ବଂଶଧରମାନଙ୍କ ମଧ୍ୟରେ ତାହା କେବେ ହେଁ ଦୃଷ୍ଟ ନ ହେଉ। ନୀତିନିଷ୍ଠମାନେ ଏହିପରି ଭ୍ରମଗୁଡ଼ିକରୁ ସୁଦୂରରେ ରହିବେ। ସେମାନେ ପାପରେ ବ୍ୟାପୃତ ହେବେ ନାହିଁ। ତୁମ ମୁଖକୁ ଲମ୍ପଟ କଥାରେ ଅଭ୍ୟସ୍ତ କରାଅ ନାହିଁ, କାରଣ ତାହା ପାପଜନକ କଥା। ଉତ୍କୃଷ୍ଟ ବ୍ୟକ୍ତିମାନଙ୍କ ସହିତ ତୁମେ ଯେବେ ଆସୀନ ହେବ, ତେବେ ତୁମ ପିତାମାତାଙ୍କୁ ସ୍ମରଣ କର। କାଳେ ତୁମ ନିଜକୁ ବିସ୍ମୃତ ହୋଇ ତୁମର ଆଚରଣ ଯୋଗୁଁ ତୁମେ ସେମାନଙ୍କ ସମ୍ମୁଖରେ ମୂଢ଼ ସଦୃଶ ବିବେଚିତ ହୋଇପାର। ସେ ସମୟରେ ତୁମେ ଆଗ୍ରହାନ୍ୱିତ ହେବ ଯେ ତୁମେ ଭଲା ଆଦୌ ଜନ୍ମ ଗ୍ରହଣ କରିନଥାନ୍ତ ଓ ତୁମ ଜନ୍ମଦିନକୁ ତୁମେ ଅଭିଶାପ ଦେବ। ଯେଉଁ ଲୋକ ନିନ୍ଦାସୂଚକ କଥାରେ ଅଭ୍ୟସ୍ତ, ସେ କେବେ ହେଁ ତାର ଜୀବନ ସାରା ଶିକ୍ଷାପ୍ରାପ୍ତ ହେବ ନାହିଁ। ଅବୈଧ ସଙ୍ଗମ ଓ ବ୍ୟଭିଚାର। ଦୁଇ ଧରଣର ବ୍ୟକ୍ତିମାନେ ପାପ ବଢ଼ାନ୍ତି ଓ କ୍ରୋଧକୁ ଏକ ତୃତୀୟ ପ୍ରକାର ଆକର୍ଷଣ କରେ। ଯେଉଁ ମନ ଅଗ୍ନି ସଦୃଶ ପ୍ରଜ୍ୱଳିତ ହୁଏ, ତାହାର କାମନାର ପରିତୃପ୍ତି ଲାଭ କରିବା ପର୍ଯ୍ୟନ୍ତ ତାହା ନିର୍ବାପିତ ହୁଏ ନାହିଁ। ଯିଏ ନିଜର ଅତି ନିକଟ ସମ୍ପର୍କୀୟ ଜନ ସହିତ ଅବୈଧ ସଙ୍ଗମ କରେ, ଯେ ପର୍ଯ୍ୟନ୍ତ ତାର କାମାଗ୍ନି ସମ୍ପୂର୍ଣ୍ଣ ଭାବେ ପ୍ରଜ୍ୱଳିତ ହୋଇସାରି ନାହିଁ, ସେ ପର୍ଯ୍ୟନ୍ତ ସେ ସେଥିରୁ ନିବୃତ୍ତ ହୁଏ ନାହିଁ। ଜଣେ ବ୍ୟଭିଚାରୀ ପ୍ରତି ସର୍ବବିଧ ରୁଟି
ସୁମିଷ୍ଟ, ତାର ମୃତ୍ୟୁ ପର୍ଯ୍ୟନ୍ତ ସେ କେବେ ହେଁ ସେଥିରୁ ନିବୃତ୍ତ ହେବ ନାହିଁ। ଯିଏ ନିଜର ବୈବାହିକ ଶପଥ ଲଙ୍ଘନ କରେ, ସେ ନିଜକୁ କହେ, କିଏ ମୋତେ ଦେଖୁଅଛି? ଅନ୍ଧକାର ମୋତେ ବେଷ୍ଟନ କରେ, କାନ୍ଥ ମୋତେ ଲୁଚାଇ ରଖେ, କେହି ହେଲେ ମୋତେ ଦେଖୁନାହିଁ। ମୁଁ ବା କାହିଁକି ଭୀତ ହେବି? ପରାତ୍ପର ମୋର ପାପ ଗୁଡ଼ିକ ପ୍ରତି ଲକ୍ଷ୍ୟ କରିବେ ନାହିଁ। ସେ କେବଳ ମାନବ ଦୃଷ୍ଟି ପ୍ରତି ଭୟଭୀତ ହୁଏ। ସେ ବୁଝେ ନାହିଁ ଯେ ପ୍ରଭୁଙ୍କର ଚକ୍ଷୁ ସୂର୍ଯ୍ୟ ଅପେକ୍ଷା 10,000 ଗୁଣ ଅଧିକ ଉଜ୍ଜ୍ୱଳ। ତାହାଙ୍କର ଚକ୍ଷୁ ମନୁଷ୍ୟର ସମସ୍ତ ମାର୍ଗ ନିରୀକ୍ଷଣ କରେ ଓ ଗୁପ୍ତ ସ୍ଥାନ ମଧ୍ୟ ସନ୍ଧାନ କରେ। ବିଶ୍ୱ ସର୍ଜିତ ହେବା ପୂର୍ବରୁ ସେ ତାହାକୁ ଜାଣିଥିଲେ ଓ ସେ ସମସ୍ତ ସୃଷ୍ଟ ହେବା ପରେ ମଧ୍ୟ ତାହା ତାହାଙ୍କର ପରିଚିତ। ଏହି ଲୋକ ନଗରୀ ରାସ୍ତାରେ ଦଣ୍ଡିତ ହେବ ଓ ଯେଉଁମାନେ ସେ ସନ୍ଦେହ କରେ ନାହିଁ, ସେଠାରେ ସେ ଧରା ପଡ଼ିବ ନାହିଁ। ବ୍ୟଭିଚାରିଣୀ, ଯିଏ ନିଜ ପତିଙ୍କୁ ଉପେକ୍ଷା କରି ଅନ୍ୟ ଜଣେ ବ୍ୟକ୍ତିଠାରୁ ଜଣେ ଉତ୍ତରାଧିକାରୀକୁ ଜନ୍ମ ଦିଏ, ସେହି ନାରୀ ମଧ୍ୟ ସେହିପରି। କାରଣ ପ୍ରଥମତଃ ସେ ପରାତ୍ପରଙ୍କର ବିଧିବିଧାନର ଅବଜ୍ଞାବହ ହୋଇଛି, ଦ୍ୱିତୀୟରେ ସେ ନିଜ ପତି ବିରୁଦ୍ଧରେ ଏକ ପାପ କରିଅଛି, ତୃତୀୟରେ ଗଣିକା ବୃତ୍ତିରେ ଲିପ୍ତ ହୋଇ ବ୍ୟଭିଚାର କର୍ମ କରି ଅନ୍ୟ ପୁରୁଷଠାରୁ ସେ ସନ୍ତାନମାନଙ୍କୁ ଜନ୍ମ ଦେଇଅଛି। ସୁତରାଂ ସେ ନିଜେ ଜନମଣ୍ଡଳୀ ସମ୍ମୁଖକୁ ଅଣାଯିବ ଓ ତାର ସନ୍ତାନମାନେ ଶାସ୍ତିଯୋଗ୍ୟ ହେବେ। ତାର ସନ୍ତାନମାନେ ମୂଳ ପାତିବେ ନାହିଁ ଓ ତାର ଶାଖା ପ୍ରଶାଖାରେ ଫଳ ଫଳିବ ନାହିଁ। ତା ନିଜ ସମ୍ବନ୍ଧରେ ଏକ ଅଭିଶପ୍ତ ସ୍ମୃତି ସେ ଛାଡ଼ିଦେବ ଓ ତାର ଅପଖ୍ୟାତି ନିଶ୍ଚିହ୍ନ ହେବ ନାହିଁ। ଯେଉଁମାନେ ତାର ଉଦ୍ବୃତ୍ତ ହୋଇ ଜୀବନଯାପନ କରିବେ, ସେମାନେ ଜାଣି ରଖିବେ ଯେ ପ୍ରଭୁଙ୍କ ପ୍ରତି ଭୟଭକ୍ତି ଅପେକ୍ଷା ଅଧିକ ଉତ୍ତମ ବିଷୟ କିଛି ନାହିଁ ଓ ପ୍ରଭୁଙ୍କର ଆଜ୍ଞାବଳୀ ପ୍ରତି ମନୋଯୋଗୀ ହେବା ଅପେକ୍ଷା ଅଧିକ ସୁମିଷ୍ଟ କାର୍ଯ୍ୟ କିଛି ନାହିଁ। ଅଧ୍ୟାୟ 24। ପ୍ରଜ୍ଞାର ସ୍ତୁତିଗାନ। ପ୍ରଜ୍ଞା ତାହାର ପ୍ରଶଂସା ଗାନ କରିବ ଓ ସ୍ୱଜନମାନଙ୍କ ମଧ୍ୟରେ ତାହା ତାହାର ଗୌରବ କୀର୍ତ୍ତନ କରିବ। ପରାତ୍ପରଙ୍କ ସଭାରେ ତାହା ତାହାର ମୁଖ ଖୋଲିବ ଓ ତାହାଙ୍କ ସୈନ୍ୟବାହିନୀ ସମ୍ମୁଖରେ ତାହା ତାହାର ମହିମା ଗାନ କରିବ। ମୁଁ ପରାତ୍ପରଙ୍କ ମୁଖରୁ ନିଃସୃତ ଓ ତୁଷାର ସଦୃଶ ମୁଁ ପୃଥିବୀକୁ ଆବୃତ କଲି। ଉନ୍ନତ ସ୍ଥାନମାନଙ୍କରେ ମୁଁ ଅବସ୍ଥାନ କଲି ଓ ମେଘ ସ୍ତମ୍ଭରେ ମୋର ସିଂହାସନ ସ୍ଥାପନ କଲି। ଏକାକିନୀ ଭାବେ ମୁଁ ନଭମଣ୍ଡଳ ପ୍ରଦକ୍ଷିତ କଲି ଓ ପାତାଳ ଗର୍ଭରେ ବିଚରଣ କଲି। ସମୁଦ୍ର ତରଙ୍ଗ, ପୃଥିବୀର ସମସ୍ତ ଜନତା ଓ ରାଜ୍ୟ ସକଳ ଉପରେ ମୁଁ କର୍ତ୍ତୃତ୍ୱ କଲି। ଏ ସମସ୍ତ ମଧ୍ୟରେ ମୁଁ ଏକ ବିଶ୍ରାମ ସ୍ଥାନ ସନ୍ଧାନ କଲି ଓ ଅନ୍ୱେଷଣ କଲି ଯେ କେଉଁ ଦେଶରେ ମୁଁ ଅବସ୍ଥିତ ବସତି ସ୍ଥାପନ କରିବି। ସେ ସମୟରେ ସର୍ବସ୍ୱର ସ୍ରଷ୍ଟା ମୋତେ ଏକ ଆଦେଶ ଦେଲେ। ଶିବିର ସ୍ଥାପନ ସକାଶେ ମୋର ସ୍ରଷ୍ଟା ମୋ ନିମନ୍ତେ ଏକ ସ୍ଥାନ ନିର୍ଣ୍ଣୟ କଲେ। ସେ କହିଲେ, ଯାକୁବଙ୍କ ଠାରେ ବସତି ସ୍ଥାପନ କର, ଇସ୍ରାଏଲରେ ତୁମ ଅଧିକାରାଂଶ ପ୍ରାପ୍ତ ହୁଅ। ପ୍ରାରମ୍ଭରେ, ହଁ, ଅନାଦି କାଳରେ ସେ ମୋତେ ସୃଷ୍ଟି କଲେ ଓ ଅନ୍ତକାଳ ବ୍ୟାପୀ ମୁଁ ତିଷ୍ଠି ରହିବି। ପବିତ୍ର ଦେବାଳୟରେ ତାହାଙ୍କ ସନ୍ନିଧାନରେ ମୁଁ ସେବା କାର୍ଯ୍ୟ କଲି ଓ ଏହିପରି ଭାବେ ସିୟନରେ ମୁଁ ପ୍ରତିଷ୍ଠିତ ହେଲି। ଏହିପରି ପ୍ରିୟତମ ନଗରୀରେ ସେ ମୋତେ ଏକ ବିଶ୍ରାମସ୍ଥଳୀ ପ୍ରଦାନ କଲେ ଓ ଜେରୁସଲେମରେ ମୁଁ କର୍ତ୍ତୃତ୍ୱାଧିକାର ପ୍ରାପ୍ତ ହେଲି। ସୁତରାଂ ଏକ ଶ୍ରଦ୍ଧାସ୍ପଦ ଜନତା ମଧ୍ୟରେ, ଯାହା ସେମାନଙ୍କ ଉତ୍ତରାଧିକାରାଂଶ, ପ୍ରଭୁଙ୍କର ସେହି ଅଂଶ ବିଶେଷ ମଧ୍ୟରେ ମୁଁ ମୂଳ ପାତିଲି। ଲେବାନନର ଦେବଦାରୁ ବୃକ୍ଷ ସଦୃଶ ଓ ହେର୍ମୋନ ପାହାଡ଼ର ସାଇପ୍ରସ ବୃକ୍ଷ ପରି ମୁଁ ବୃଦ୍ଧିପ୍ରାପ୍ତ ହେଲି। ଏନ୍‌ଗେଦିର ତାଳ ବୃକ୍ଷ ତୁଲ୍ୟ ଓ ଜେରିଖୋର
ଗୋଲାପ ଗଛ ସଦୃଶ ମୁଁ ଉଚ୍ଚ ହେଲି। କ୍ଷେତର ଏକ ସୁନ୍ଦର ଜିତ୍ ବୃକ୍ଷ ସଦୃଶ ଓ ଆର୍ମୋନ ବୃକ୍ଷ ସଦୃଶ ମୁଁ ବର୍ଦ୍ଧିତ ହେଲି। ଦାରୁଚିନି ତଥା କଣ୍ଟକିତ ଗଛ ସଦୃଶ ମୁଁ ସୁରଭି ବିସ୍ତାର କଲି ଓ ବିଶିଷ୍ଟ ମିଇରା ସଦୃଶ ମୁଁ ପ୍ରତୀକର ପରିମଳ ବିଚ୍ଛୁରି କଲି। କସ୍ତୁରୀ, ଚନ୍ଦନ, କୁଙ୍କୁମ ଏବଂ ଦେବାଳୟର ଗୁଗ୍ଗୁଳ ତୁଲ୍ୟ ମୁଁ ସୁରଭି ବିସ୍ତାର କଲି। ଅକ୍ ବୃକ୍ଷ ସଦୃଶ ମୋର ଶାଖା ପ୍ରଶାଖାକୁ ମୁଁ ବିସ୍ତାର କଲି ଓ ମୋର ଶାଖା ପ୍ରଶାଖା ମହତ ତଥା ମନୋରମ। ଦ୍ରାକ୍ଷାଲତା ସଦୃଶ ମୁଁ ମନୋହର ମୁକୁଳ ଅଙ୍କୁରିତ କଲି ଓ ମୋର ମୁକୁଳ ସମୂହ ମହତ ତଥା ପ୍ରଚୁର ଫଳ ଧାରଣ କଲା। ଯିଏ ମୋ ପ୍ରତି ଆଗ୍ରହାନ୍ୱିତ ସେ ମୋର ସନ୍ନିକଟ ହେଉ ଓ ପରିତୃପ୍ତ ହେବା ପର୍ଯ୍ୟନ୍ତ ସେ ମୋର ଉତ୍ପନ୍ନ ଦ୍ରବ୍ୟ ଆହାର କରୁ। କାରଣ ମୋ ସମ୍ପର୍କୀୟ ସ୍ମୃତି ମଧୁ ଅପେକ୍ଷା ମିଷ୍ଟତର ଓ ମୋର ଅଧିକାଂଶ ମଧୁଚକ୍ର ଅପେକ୍ଷା ସୁସ୍ୱାଦୁ। ଯେଉଁମାନେ ମୋତେ ଭଜନ କରିବେ ସେମାନେ ଆହୁରି ଅଧିକ କ୍ଷୁଧାର୍ତ ହେବେ ଓ ଯେଉଁମାନେ ମୋତେ ପାନ କରିବେ ସେମାନେ ଅଧିକରୁ ଅଧିକ ତୃଷାର୍ତ ହେବେ। ଯିଏ ମୋର ଅନୁଗତ ହେବ ସେ ଲଜ୍ଜିତ ହେବ ନାହିଁ ଓ ମୋର ସାହାଯ୍ୟରେ ଯିଏ କାର୍ଯ୍ୟ କରିବ ସେ ପାପ କରିବ ନାହିଁ। ପ୍ରଜ୍ଞା ତଥା ବିଧାନ। ଏ ସମସ୍ତ ପରାତ୍ପରଙ୍କର ବ୍ୟବସ୍ଥା ବିଧାନର ଗ୍ରନ୍ଥ ଯାକୁବଙ୍କ ଜନମଣ୍ଡଳୀ ପାଇଁ ଉତ୍ତରାଧିକାରାଂଶ ରୂପେ ଆମମାନଙ୍କୁ ମୋଶେସଙ୍କ ଦ୍ୱାରା ପ୍ରଦତ୍ତ ବିଧାନ। ପିସନ ସଦୃଶ ଓ ପ୍ରଥମ ଫଳକାଳୀନ ଟାଇଗ୍ରିସ୍ ତୁଲ୍ୟ ପ୍ରଜ୍ଞା ମନୁଷ୍ୟକୁ ପରିପୂର୍ଣ୍ଣ କରେ। ୟୁପ୍ରେଟିସ୍ ସଦୃଶ ଓ ଫସଲ ଅମଳକାଳୀନ ଜର୍ଦାନ ତୁଲ୍ୟ ତାହା ସେମାନଙ୍କୁ ଜ୍ଞାନରେ ଭରିଦିଏ। ନୀଳନଦୀ ସଦୃଶ ଓ ଦ୍ରାକ୍ଷା ସଂଗ୍ରହ କାଳୀନ ଗିହନ ତୁଲ୍ୟ ତାହା ଶିକ୍ଷା ପ୍ରକାଶିତ କରେ। ପ୍ରଥମ ମନୁଷ୍ୟ ତାହାକୁ ସମ୍ପୂର୍ଣ୍ଣ ଭାବେ ଜାଣିନଥିଲା ଓ ଅନ୍ତିମ ମନୁଷ୍ୟ ତାହାର ଗଭୀରତାକୁ ହୃଦବୋଧ କରିବେ ନାହିଁ। କାରଣ ତାହାର ଚିନ୍ତାଧାରା ସମୁଦ୍ର ଅପେକ୍ଷା ବିଶାଳତର ଓ ତାହାର ଉପଦେଶ ଅଗାଧ ଅପେକ୍ଷା ଗଭୀରତର। ନଦୀରୁ ଉଦ୍ଭବ ନାଳ ସଦୃଶ ଓ ଉଦ୍ୟାନ ମଧ୍ୟକୁ ପ୍ରବାହିତ ଜଳସ୍ରୋତ ତୁଲ୍ୟ ମୁଁ ବାହାରିଲି। ମୁଁ କହିଲି ମୋର ଉପବନକୁ ମୁଁ ସେଚନ କରିବି ଓ ମୋର ଉଦ୍ୟାନକୁ ପ୍ଳାବିତ କରିବି। ତହୁଁ ଦେଖ ମୋର ନାଳ ନଦୀ ସଦୃଶ ଓ ମୋର ନଦୀ ସମୁଦ୍ର ତୁଲ୍ୟ ହେଲା। ଶିକ୍ଷାକୁ ପ୍ରଭାତ ସଦୃଶ ମୁଁ ପୁନରାୟ ପ୍ରଦୀପ୍ୟମାନ କରିବି ଓ ତାହାକୁ ଦୂରାନ୍ତରେ ଦୀପ୍ତିମାନ କରିବି। ଶିକ୍ଷାକୁ ପ୍ରବଚନ ସଦୃଶ ମୁଁ ପୁନଶ୍ଚ ଢାଳିଦେବି ଓ ସମସ୍ତ ଭାବୀ ବଂଶଧରକୁ ମୁଁ ତାହା ଦ୍ୱାରା ପ୍ରଦାନ କରିବି। ଜାଣି ରଖ ଯେ କେବଳ ମୋ ନିମନ୍ତେ ନୁହେଁ ବରଂ ଉପଦେଶର ସନ୍ଧାନକାରୀ ସମସ୍ତଙ୍କ ଉଦ୍ଦେଶ୍ୟରେ ମୁଁ କାର୍ଯ୍ୟ କରୁଛି। ଅଧ୍ୟାୟ 25। ନୀତି ବଚନ। ତିନୋଟି ବିଷୟ ନେଇ ମୋର ଆତ୍ମା ଆନନ୍ଦ ପ୍ରକାଶ କରେ ଓ ପ୍ରଭୁ ତଥା ମନୁଷ୍ୟଙ୍କ ଦୃଷ୍ଟିରେ ସେ ସମସ୍ତ ମନୋହର ଭ୍ରାତାମାନଙ୍କ ମଧ୍ୟରେ ଚୁକ୍ତିନାମା, ପ୍ରତିବେଶୀମାନଙ୍କ ମଧ୍ୟରେ ବନ୍ଧୁତା ଓ ପତି ପତ୍ନୀ ମଧ୍ୟରେ ଏକତା। ମୋର ଆତ୍ମା ତିନି ପ୍ରକାର ମନୁଷ୍ୟକୁ ବିଦ୍ୱେଷ କରେ ଓ ସେମାନଙ୍କ ଜୀବନ ସମ୍ବନ୍ଧରେ ମୁଁ ବିରକ୍ତି ପ୍ରକାଶ କରେ। ଅହଙ୍କାରୀ, ଭିକ୍ଷୁକ, ମିଥ୍ୟାବାଦୀ, ଧନଶାଳୀ ଓ ବୁଦ୍ଧିହୀନ ବ୍ୟଭିଚାରୀ ବୃଦ୍ଧ ଲୋକ। ତୁମେ ଯଦି ଯୌବନ କାଳରେ କିଛି ହିଁ ସଞ୍ଚୟ କରିନାହଁ ତେବେ ବାର୍ଦ୍ଧକ୍ୟ କାଳରେ କିପରି ବା କୌଣସି ପଦାର୍ଥ ସନ୍ଧାନ କରିପାରିବ? ପକ୍କ କେଶ ବିଶିଷ୍ଟ ବ୍ୟକ୍ତିର ନିଖୁଣ ବିଚାରଶକ୍ତି ଓ ବୃଦ୍ଧ ବ୍ୟକ୍ତିମାନଙ୍କର ସଦୁପଦେଶ କେତେ ଆକର୍ଷଣୀୟ।
ବୃଦ୍ଧ ବ୍ୟକ୍ତିର ପ୍ରଜ୍ଞା, ସମ୍ମାନାସ୍ପଦ ବ୍ୟକ୍ତିମାନଙ୍କର ଜ୍ଞାନ ତଥା ଉପଦେଶ କେତେ ଚିତ୍ତାକର୍ଷକ। ପୂର୍ଣ୍ଣ ଅଭିଜ୍ଞତା ବୟୋବୃଦ୍ଧଙ୍କ ମୁକୁଟ ଅଟେ ଓ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ ସେମାନଙ୍କ ନିକଟରେ ଦର୍ପ ଅଟେ। 9ଗୋଟି ଚିନ୍ତାଧାରା ଦ୍ୱାରା ମୋର ହୃଦୟକୁ ମୁଁ ଆନନ୍ଦିତ କରେ ଓ 10ମଟିକୁ ମୋର ଜିହ୍ୱାରେ ମୁଁ ଉଚ୍ଚାରଣ କରିବି। ନିଜର ସନ୍ତାନମାନଙ୍କ ସମ୍ବନ୍ଧରେ ସନ୍ତୁଷ୍ଟ ବ୍ୟକ୍ତି ଶତ୍ରୁମାନଙ୍କ ପତନକୁ ଦର୍ଶନ କରିବା ପାଇଁ ଯୋଗ୍ୟ ବ୍ୟକ୍ତି। ବୁଦ୍ଧିମତୀ ପତ୍ନୀ ସହ ଜୀବନଯାପନକାରୀ ସନ୍ତୁଷ୍ଟ ବ୍ୟକ୍ତି। କଥାରେ ଭୁଲ କରୁନଥିବା ବ୍ୟକ୍ତି। ନିଜ ଅପେକ୍ଷା ଗୌଣ ଲୋକଙ୍କଠାରେ ଦାସ୍ୟବୃତ୍ତି କରୁନଥିବା ବ୍ୟକ୍ତି। ଜ୍ଞାନାର୍ଜନ କରିଥିବା ବ୍ୟକ୍ତି ଓ ମନୋଯୋଗୀ ଶ୍ରୋତାମାନଙ୍କ ସହ କଥାବାର୍ତ୍ତା କରୁଥିବା ବ୍ୟକ୍ତି କେତେ ଧନ୍ୟ। ଯିଏ ପ୍ରଜ୍ଞା ଅର୍ଜନ କରିଛି ସେ କି ଉତ୍କୃଷ୍ଟ ବ୍ୟକ୍ତି। କିନ୍ତୁ ଯିଏ ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ କରେ ତା ଅପେକ୍ଷା ଶ୍ରେଷ୍ଠ କେହି ନାହିଁ। ପ୍ରଭୁଙ୍କ ପ୍ରତି ଭୟଭକ୍ତି ପ୍ରଦର୍ଶନ ଅନ୍ୟ ସମସ୍ତଙ୍କୁ ବଳିଯାଏ। ଯିଏ ତାହାକୁ ଦୃଢ଼ ଧାରଣ କରେ ସେ କାହା ସହିତ ତୁଳନୀୟ ହୋଇପାରେ। ନାରୀଗଣ, ହୃଦୟର କ୍ଷତ ଅପେକ୍ଷା ଅନ୍ୟ ଯେକୌଣସି କ୍ଷତ ଅଧିକ କାମ୍ୟ ଓ ପତ୍ନୀର ଦୁଷ୍ଟତା ଅପେକ୍ଷା ଅନ୍ୟ ଯେକୌଣସି ଦୁଷ୍ଟତା ଅଧିକ ସହନୀୟ। ବିଦେଶକାରୀମାନଙ୍କ ଆକ୍ରମଣ ଅପେକ୍ଷା ଅନ୍ୟ ଯେକୌଣସି ଆକ୍ରମଣ ଅଧିକ ବାଞ୍ଛନୀୟ ଓ ଶତ୍ରୁମାନଙ୍କ ପ୍ରତିଶୋଧ ଅପେକ୍ଷା ଅନ୍ୟ ଯେକୌଣସି ପ୍ରତିଶୋଧ ଅଧିକ କାମ୍ୟ। ସର୍ପ ବିଷ ଅପେକ୍ଷା ଅନ୍ୟ କିଛି ନିକୃଷ୍ଟ ବିଷ ନାହିଁ ଓ ଶତ୍ରୁର କ୍ରୋଧ ଅପେକ୍ଷା ଅନ୍ୟ କୌଣସି ନିକୃଷ୍ଟ କ୍ରୋଧ ନାହିଁ। ଦୁଷ୍ଟ ପତ୍ନୀ ସହ ବାସ କରିବା ଅପେକ୍ଷା ସିଂହ ତଥା ସର୍ପ ସହିତ ବାସ କରିବା ପାଇଁ ମୁଁ ପସନ୍ଦ କରେ। ପତ୍ନୀର ଦୁଷ୍ଟତା ତାର ରୂପ ପରିବର୍ତ୍ତନ କରେ ଓ ଭଲ୍ଲୁକ ସଦୃଶ ତାର ମୁଖକୁ ତମସାଚ୍ଛନ୍ନ କରେ। ତାର ପ୍ରତିବେଶୀମାନଙ୍କ ଗହଣରେ ନିଜ ଖାଦ୍ୟ ଆହାର କରେ ଓ ତିକ୍ତମୟ ଦେଖ। ଖେଦ ପ୍ରକାଶକୁ ଶାନ୍ତ କରିବା ତା ପକ୍ଷରେ ଅସାଧ୍ୟ। ପତ୍ନୀର ଦୋଷ ତୁଳନାରେ ଅନ୍ୟ ଯେକୌଣସି ଦୋଷ ଗଣ୍ୟ। ପାପୀର ଦଶା ତା ପ୍ରତି ସଂଘଟିତ ହେଉ। ସୁଶୀଳ ପତି ସମୀପରେ ବାଚାଳ ପତ୍ନୀ ଏହା ବାଲୁକାମୟ ପାହାଡ଼ ଉପରକୁ ବୃଦ୍ଧି ବ୍ୟକ୍ତିର ଆରୋହଣ ସଦୃଶ। ଜଣେ ନାରୀର ସୌନ୍ଦର୍ଯ୍ୟର ଭାଷାନୁବଦ୍ଧ ହୁଅ ନାହିଁ ଓ ତାର ଧନ ସମ୍ପଦ ଯୋଗୁଁ ତା ପ୍ରତି ଆଗ୍ରହାନ୍ୱିତ ହୁଅ ନାହିଁ। ଜଣେ ପତ୍ନୀ ଯେବେ ତାର ପତିକୁ ପ୍ରତିପୋଷଣ କରେ ତେବେ ତା ପ୍ରତି କ୍ରୋଧ, ନିର୍ଲଜ୍ଜତା ତଥା ମହା ଅପମାନ ସଂଘଟିତ ହେବ। ହତୋତ୍ସାହିତ ମନ, ମ୍ଳାନ ମୁଖ ତଥା କ୍ଷତ ବିକ୍ଷତ ହୃଦୟର କାରଣ ଜଣେ ଦୁଷ୍ଟ ପତ୍ନୀ। ଯେଉଁ ପତ୍ନୀ ତାର ପତିକୁ ସନ୍ତୋଷ ଦିଏ ନାହିଁ ସେ ତାର ହସ୍ତକୁ କ୍ଳାନ୍ତ ଓ ଜାନୁକୁ ଦୁର୍ବଳ କରେ। ଜଣେ ନାରୀ ଯୋଗୁଁ ପାପର ଆରମ୍ଭ ହେଲା ଓ ତା ଯୋଗୁଁ ଆମେ ସମସ୍ତେ ମୃତ୍ୟୁବରଣ କରିବୁ। ଜଳକୁ ଗଳି ଦେବା ଓ ଦୁଷ୍ଟ ପତ୍ନୀକୁ ବାଚାଳ କଥା କହିବା ପାଇଁ ଅନୁମତି ଦିଅ ନାହିଁ। ସେ ଯଦି ତୁମ ନିର୍ଦ୍ଦେଶର ଅନୁଗତ ହେବ ନାହିଁ ତେବେ ତାକୁ ତୁମ ସମୀପରୁ ପୃଥକ କର।